ଯୋଗ୍ୟ ସ୍ୱାମୀ କାହାକୁ କୁହନ୍ତି ଏବଂ ଉପଯୁକ୍ତ ରାଜା କାହାକୁ କୁହନ୍ତି। ତାଙ୍କର ଜୀବନୀ ଏବଂ ଜୀବନକୁ ନେଇ ମହର୍ଷି ବାଲ୍ମୀକି ରଚନା କରନ୍ତି ପ୍ରସିଦ୍ଧ ଗ୍ରନ୍ଥ ରାମାୟଣ, ଯାହା ସବୁଦିନ ପାଇଁ ଅମର ହୋଇ ରହିଯାଏ। ରାମଙ୍କ ଦେହାବସାନ ପରେ ପରେ ତାଙ୍କର ଆତ୍ମା ମୋ ଦେହରେ ଲୀନ ହୋଇଯାଏ। ତା ସାଙ୍ଗେ ସାଙ୍ଗେ ତ୍ରେତୟା ଯୁଗର ଅବସାନ ହୋଇ ଆରମ୍ଭ ହୁଏ ଦ୍ୱାପର ଯୁଗକୁ ଘଟି ଆସୁଥିବା ଘଟଣାକ୍ରମ। ଏକ ବିରାଟ ପରିବର୍ତ୍ତନ ଦ୍ୱାର ପାଖରେ ଆସି ଠିଆ ହୁଏ। ରାମ ଛାଡ଼ି ଯାଇଥିବା ଆଦର୍ଶ, ସମ୍ପର୍କର ମାଧୁର୍ଯ୍ୟ ସେସବୁ ଯେମିତି ଏକ ପ୍ରଶ୍ନବାଚୀ ହୋଇ ଠିଆ ହୁଏ ମାନବ ସମାଜ ନିକଟରେ। ମୋର ଅତି ପ୍ରିୟ ଏହି ଭାରତ ଭୂମିର ରାଜନୈତିକ ପଟ ପରିବର୍ତ୍ତନ ଆରମ୍ଭ ହୁଏ। ସେତେବେଳେ ମୋର ଶରୀରରୁ ପୁଣି ଜନ୍ମ ନିଅନ୍ତି ଅବତାର ବଳରାମ ଏବଂ ପୂର୍ଣ୍ଣାବତାର ଶ୍ରୀକୃଷ୍ଣ। ଗୋପରେ ବାଲ୍ୟଲୀଳା ସାଙ୍ଗ କରି ସେମାନେ ମଥୁରା ଆସି କଂସାସୁରକୁ ବଧ କରନ୍ତି ଏବଂ ତାପରେ ଦ୍ୱାରକା ଯାଇ ସେଠାରେ ଯାଦବ ବଂଶ ସ୍ଥାପନ କରନ୍ତି। ଏହି ସମୟରେ ରାଜନୈତିକ ଘନାଘଟା ଆରମ୍ଭ ହୁଏ କୌରବ ଏବଂ ପାଣ୍ଡବମାନଙ୍କ ଭିତରେ। ସିଂହାସନ ପାଇଁ ଭାଇ ଭାଇ ଭିତରେ କଲହ ସୃଷ୍ଟି ହୁଏ ଏବଂ ଯୁଦ୍ଧ ଆରମ୍ଭ ହୁଏ, କୁରୁକ୍ଷେତ୍ର ଯୁଦ୍ଧ। ଏହି ଯୁଦ୍ଧର ମହାନ କର୍ଣ୍ଣଧାର ହୁଅନ୍ତି ଶ୍ରୀକୃଷ୍ଣ ଏବଂ ବଳରାମ। ବିଶ୍ୱାବସୁ, କୁରୁକ୍ଷେତ୍ର ଯୁଦ୍ଧ ପୂର୍ବରୁ ଏତେ ବଡ଼ ମହାସମର ଭାରତ ଭିତରେ କେବେ ସଂଘଟିତ ହୋଇନଥାଏ। ଏହି ଯୁଦ୍ଧ ଦ୍ୱାରା ଜୀବନର ମୂଲ୍ୟାୟନ ବଦଳିଯାଏ, ସମ୍ପର୍କର ସେତୁ ଭାଙ୍ଗିଯାଏ। ବିଶ୍ୱାବସୁ, କୁରୁକ୍ଷେତ୍ର ସମର ପ୍ରାଙ୍ଗଣ ମୃତ୍ୟୁର ବିଭୀଷିକାରେ ଜର୍ଜରିତ ହୋଇଉଠେ। ଜମ୍ବୁଦ୍ୱୀପ ଭାରତ ଭୂମିରୁ ଅସତ୍ୟର ମୂଳ ଉତ୍ପାଟନ କରି ସତ୍ୟର ପ୍ରତିଷ୍ଠା କରିବା ପରେ ଶ୍ରୀକୃଷ୍ଣ ଏବଂ ବଳରାମ ଦ୍ୱାରକାକୁ ପ୍ରତ୍ୟାବର୍ତ୍ତନ କରନ୍ତି। କିନ୍ତୁ ମହାସମର ସମସ୍ତଙ୍କଠାରୁ କିଛି ନା କିଛି ନେଇଯାଏ। ହାରିବା ଲୋକ ଯେମିତି ଅଭିଶାପରେ ଜର୍ଜରିତ ହୋଇଯାଆନ୍ତି, ସେମିତି ଜିତିବା ଲୋକ ବି କିଛି ନା କିଛି ଅଭିଶାପ ବହନ କରନ୍ତି। ମହାନାୟକ ଶ୍ରୀକୃଷ୍ଣ ସେଥିରୁ ବ୍ୟତିକ୍ରମ ହେଇଥାନ୍ତେ କେମିତି? ସେ ବି ମସ୍ତକରେ ବହନ କରନ୍ତି ପୁତ୍ରହରା ଗାନ୍ଧାରୀଙ୍କର ମର୍ମନ୍ତୁଦ ଅଭିଶାପ।